ଆପଣ କ'ଣ ଜାଣିଛନ୍ତି ଫ୍ରେଣ୍ଡସ୍, ନବଜାତ ଶିଶୁଙ୍କୁ କେତେ ସମୟ ଖରାରେ ଶୁଆଇବା ଜରୁରୀ? ଜାଣନ୍ତୁ ସଠିକ୍ ସମୟ ଏବଂ ଏହାର ଫାଇଦା ବାବଦରେ। ନବଜାତ ଶିଶୁମାନେ ସୂର୍ଯ୍ୟ କିରଣରୁ ଭିଟାମିନ୍ ଡି ପାଆନ୍ତି। ଏହା ଶରୀରରେ କ୍ୟାଲସିୟମ ଅବର୍ଜବ କରିବାରେ ସାହାଯ୍ୟ କରିଥାଏ। ଅନୁସନ୍ଧାନରେ ଏହା ମଧ୍ୟ ପ୍ରମାଣିତ ହୋଇଛି ଯେ ନବଜାତ ଶିଶୁକୁ କିଛି ସମୟ ସୂର୍ଯ୍ୟ କିରଣରେ ଶୁଆଇଦେଲେ ଜଣ୍ଡିସ୍ ରୋଗ ହେବାର ଆଶଙ୍କା କମିଯାଇଥାଏ। ଶୀତଦିନିଆ ସୂର୍ଯ୍ୟ କିରଣ ଏକ ନବଜାତ ଶିଶୁ ପାଇଁ ଅତ୍ୟନ୍ତ ଲାଭଦାୟକ ବୋଲି ବିବେଚନା କରାଯାଇଥାଏ। ନବଜାତ ଶିଶୁମାନଙ୍କ ପାଇଁ ସୂର୍ଯ୍ୟ କିରଣରୁ ଅନେକ ଲାଭ ମିଳିଥାଏ। ଏହା ସହିତ ପିଲାମାନେ ଅନେକ ପ୍ରକାରର ସଂକ୍ରମଣ ଏବଂ ରୋଗରୁ ରକ୍ଷା ପାଇଥାନ୍ତି। ସୂର୍ଯ୍ୟଙ୍କର ଉତ୍ତାପ ଶରୀରକୁ ଗରମ କରିଦିଏ, ଯେଉଁଥିପାଇଁ ପିଲାଟି ଶକ୍ତିଶାଳୀ ହୋଇଉଠେ। ଶୀତଦିନେ ଛୁଆଙ୍କୁ ସକାଳ 9ଟାରୁ 11ଟା ପର୍ଯ୍ୟନ୍ତ ସୂର୍ଯ୍ୟ କିରଣରେ ଶୁଆଇ ପାରିବେ ଆପଣ। ସେମାନଙ୍କ ପାଇଁ 15ରୁ 30 ମିନିଟ୍ ସୂର୍ଯ୍ୟ କିରଣ ଯଥେଷ୍ଟ। ପିଲାମାନଙ୍କୁ ଏହାଠାରୁ ଅଧିକ ସୂର୍ଯ୍ୟ କିରଣରେ ଶୁଆନ୍ତୁ ନାହିଁ। ଦ୍ୱିପହର ସୂର୍ଯ୍ୟ କିରଣରୁ ସେମାନଙ୍କୁ ଦୂରେଇ ରଖନ୍ତୁ। ଶିଶୁଙ୍କୁ କିଛି ସମୟ ସୂର୍ଯ୍ୟ କିରଣରେ ଶୋଇବା ଦ୍ୱାରା ସେମାନଙ୍କର ହାଡ଼ ଶକ୍ତିଶାଳୀ ହୋଇଥାଏ। ସେମାନଙ୍କର ଭଲ ପରିମାଣରେ ଭିଟାମିନ୍ ଡି ପାଇଥାନ୍ତି, ଯାହା ଶରୀରରେ କ୍ୟାଲସିୟମ ଅବଜର୍ଭ କରିବାରେ ସାହାଯ୍ୟ କରିଥାଏ। ଅକାଳ ଜନ୍ମିତ ପିଲାମାନଙ୍କ ପାଇଁ ଭିଟାମିନ୍ ଡି ଭଲ ସାବ୍ୟସ୍ତ ହୋଇପାରେ। ଶୀତଦିନେ ସୂର୍ଯ୍ୟ କିରଣ ଯୋଗାଇବା ଦ୍ୱାରା ନବଜାତ ଶିଶୁମାନଙ୍କର ମସ୍ତିଷ୍କ ବିକାଶରେ ସାହାଯ୍ୟ ହୋଇଥାଏ। ଏହା ମସ୍ତିଷ୍କରେ ସେରୋଟୋନର୍ଜିକ୍ ନାମକ କାର୍ଯ୍ୟକଳାପ ବୃଦ୍ଧି କରିଥାଏ। ମନୋବଳକୁ ନିୟନ୍ତ୍ରଣ କରିବାରେ ମଧ୍ୟ ଏହା ସାହାଯ୍ୟ ହୋଇଥାଏ। ଶିଶୁର ସେରୋଟୋନିନ୍ ହର୍ମୋନ୍ ସୂର୍ଯ୍ୟ କିରଣରେ ସୁସ୍ଥ ରହିଥାଏ। ପିଲାଟି ସୂର୍ଯ୍ୟ କିରଣରେ ଜଣ୍ଡିସ୍ ହେବାର ଆଶଙ୍କା ମଧ୍ୟ କମିଯାଇଥାଏ। ଅନେକ ସମୟରେ ଏହା ଜଣାପଡ଼ିଛି ଯେ ସୂର୍ଯ୍ୟ କିରଣ ବିଲିରୁବିନ୍ ଭାଙ୍ଗିବାରେ ସାହାଯ୍ୟ କରେ। ଏହା କାରଣରୁ ଚର୍ମ ହଳଦିଆ ହୋଇଯାଏ। ପିଲାକୁ କିଛି ସମୟ ସୂର୍ଯ୍ୟ କିରଣରେ ଶୁଆଇବା ଦ୍ୱାରା ଏହି ରୋଗ ହେବାର ଆଶଙ୍କା ଅନେକ ପରିମାଣରେ କମିଯାଇଥାଏ। ଶିଶୁର ଚର୍ମ ସୂକ୍ଷ୍ମ, ତେଣୁ ସାବଧାନ ରୁହନ୍ତୁ ଯେ ସୂର୍ଯ୍ୟ କିରଣ ହେତୁ ସେମାନଙ୍କର ଚର୍ମ ଯେପରି ଲାଲ ନ ହୋଇଯାଏ। ପିଲାଟିକୁ ସୂର୍ଯ୍ୟ କିରଣରେ ଶୁଆଇବା ପୂର୍ବରୁ ଏକ କ୍ୟାପ୍ ତିଆରି କରନ୍ତୁ, ଯାହାଦ୍ୱାରା ସୂର୍ଯ୍ୟ ସିଧାସଳଖ ତାଙ୍କର ଆଖି ଏବଂ ମୁହଁରେ ନ ପଡ଼ନ୍ତି। ପିଲାକୁ ଖରାରେ ଶୁଆଇବା ପୂର୍ବରୁ ତାଙ୍କର ଆରାମଦାୟକ ପୋଷାକ ପିନ୍ଧାନ୍ତୁ, ଯାହାଦ୍ୱାରା ତାଙ୍କର ଚର୍ମ ପ୍ରତ୍ୟକ୍ଷ ସୂର୍ଯ୍ୟ କିରଣରେ ଆସିନଥାଏ। ଯଦି ସୂର୍ଯ୍ୟଙ୍କର ପ୍ରଖର କିରଣ ଥାଏ, ତେବେ ପିଲାଙ୍କୁ ବାହାରକୁ ନିଅନ୍ତୁ ନାହିଁ। ଆଶା କରେ ଫ୍ରେଣ୍ଡସ୍ ଆପଣଙ୍କୁ ଏହି ଭିଡ଼ିଓଟି ଭଲ ଲାଗିଥିବ। ଭିଡ଼ିଓଟି ଭଲ ଲାଗିଥିଲେ ଭିଡ଼ିଓକୁ ଲାଇକ୍ କରନ୍ତୁ ଏବଂ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ପାଖରେ ଥିବା ବେଲ୍ ଆଇକନ୍କୁ ଅଲ୍ରେ କ୍ଲିକ୍ କରିଦିଅନ୍ତୁ। ଦେଖା ହେବ ଫ୍ରେଣ୍ଡସ୍ ଆଉ ଏକ ନୂଆ ଭିଡ଼ିଓରେ ଆଉ କିଛି ନୂଆ ଅପଡ଼େଟ୍ ସହିତ। ସେତେ ପର୍ଯ୍ୟନ୍ତ ଜୟ ହିନ୍ଦ, ଜୟ ଜଗନ୍ନାଥ।